ଶହ ଜୀବନ, ପକ୍କା ଘର ସାତ ସପନ। ଘର କହିଲେ କେଇ ଖଣ୍ଡ ଦଦରା ବାଉଁଶ ଉପରେ ଜରି ପାଲ, ଆଉ ଭାଗ୍ୟର ବାଉଁଶ ଡୋରିରେ ଠିଆ ହୋଇଛି ଭଙ୍ଗା କୁଡ଼ିଆ। ମାସେ କି 2 ମାସ ନୁହେଁ, 30 ବର୍ଷ ହେଲାଣି ଏହି ଘରେ ମୁଣ୍ଡ ଗୁଞ୍ଜିଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଥାନା ଅମେଇପାଳ ପଞ୍ଚାୟତ ମହାନଙ୍ଗଳା ଗାଁର ବୃଦ୍ଧ ଦମ୍ପତି ଧୀରେନ କୁମାର ପଲେଇ ଏବଂ ତାଙ୍କ ପତ୍ନୀ କଲ୍ୟାଣୀ ପଲେଇ। ଆଖିର ଲୁହକୁ ଓଠରେ ମାରି ପରିବାର ପ୍ରତିପୋଷଣ କରୁଥିବା ଧୀରେନ ଅସୁସ୍ଥ ହେବା ପରେ ତେଲ ଲୁଣର ସଂସାରରେ ଉଠିଲା ଅଭାବର ଝଡ଼। 3 ବର୍ଷ ତଳୁ ମୂଲ ମଜୁରୀ ଲାଗି ତିଆରି କରିଥିବା ଘରଟି ଅଧା ହୋଇ ପଡ଼ି ରହିଲା। ହେଲେ ଆଜି ପର୍ଯ୍ୟନ୍ତ ମିଳିପାରିଲା ନାହିଁ ଖଣ୍ଡିଏ ପକ୍କା ଘର। ଘର ଖଣ୍ଡେ ପାଇଁ ପ୍ରଶାସନ ପାଖରେ କେତେ ନେହୁରା ହେଲେ ବି ଫଳ ଶୂନ। ଅସୁବିଧା ଆପଣମାନେ ଦେଖୁଛନ୍ତି, ଖଣ୍ଡିଆ ପାଲ ତଳେ ରହିଛି, ଜମିବାଡ଼ି ମୋର ନାହିଁ, ଆଉ ଇଏ ଦୁଃଖ କଷ୍ଟରେ ଚଳୁଥିଲି। ମୂଲ ମଜୁରୀ ଲାଗି ଘର ଖଣ୍ଡେ କରିଥିଲି, 2 ଫୁଟ ଉଠିଛି, ସେ ରହିଛି। ବେମାରରେ ପଡ଼ିଗଲି, ବେମାରରେ 5 ମାସ ମେଡ଼ିକାଲରେ ପଡ଼ିଗଲି, ଏବେ ଘରକୁ ଫେରୁଛି। ଆଉ ରହୁଛି ଖଣ୍ଡିଆ ପାଲ ତଳେ ରହୁଛି, ଆଉ କ'ଣ କରିବି? ଉପାୟ ନାଇଁ, ସରକାର ଯୋଜନା କିଛି ନାହିଁ ଏଠି। ପାଲ କରିକି ରଖିଛୁ, ଆଉ ରହିଛୁ, ଆଉ ରୋଜଗାର ତ ଆମର ନାହିଁ, ଆଉ କ'ଣ କରିବୁ? ଏମିତି ମୂଲ ମଜୁରୀ କରିକି ଖାଉଥିଲେ, ୟାଙ୍କ ଦେହ ଖରାପ ହେଲା ଦିନ ଆଉ ମୂଲ ମଜୁରୀ ନାହିଁ। ଏମିତି ଚାଉଳ ମିଳୁଛି 10 କିଲୋ, ସେ ଚାଉଳ ଏମିତି ଖାଉଛୁ, ତାପରେ ଯୋଉ ହେଲେ ମାଗି ଯାଉଛି, ଏମିତି ଖାଉଛୁ ଆଉ। ବର୍ଷା ଦିନ ଆସିଲେ କଥା ସରେ, ଘରେ ପାଣି ବୁଡ଼ି ଆଣ୍ଠୁଏ ହୁଏ, ଫଳରେ ଅନ୍ୟ ବାରଣ୍ଡାରେ ମୁଣ୍ଡ ଗୁଞ୍ଜିବାକୁ ପଡ଼େ। ମୂଲ ମଜୁରୀ ଲାଗି 2 ଓଳି 2 ମୁଠା ଖାଦ୍ୟ ସଂଗ୍ରହ କରିବା ଯାହା ପାଇଁ କାଠିକର ପାଠ, ସେ ଏହି ଭଙ୍ଗା କୁଡ଼ିଆକୁ ମରାମତି କରିବେ ବା କେମିତି? ଏହି ବୃଦ୍ଧ ଦମ୍ପତିଙ୍କୁ ଘର ଖଣ୍ଡେ ଦେବା ପାଇଁ ଅନୁରୋଧ କରିଛନ୍ତି ଗାଁ ଲୋକେ। ଅନ୍ୟପଟେ ଜିଲ୍ଲାପାଳ କହିଛନ୍ତି, ମୁଁ ବିଡିଓଙ୍କ ସହ କଥା ହୋଇ ତାଙ୍କୁ ଯଥାଶୀଘ୍ର ଘର ଖଣ୍ଡେ ପ୍ରଦାନ କରିବି। ସେ ରହୁଛନ୍ତି ଏମିତି ଜରିପାଲ ପକେଇକି ପଲା ଘରେ ରହୁଛନ୍ତି, ଆଉ ଦେହ ଖରାପ ହେବାରୁ କିଛି କାମଧନ୍ଦା କରିପାରୁନି। ଅନ୍ୟମାନେ ଯିଏ ଗାଁ ଆମବାସୀ ଲୋକ ଯେଉଁମାନେ ଟିକେ ତାକୁ ଦେଖୁଛନ୍ତି, କ'ଣ କିଛି ଟିକେ ସାହାଯ୍ୟ ଭଲ ମନ୍ଦ କରୁଛନ୍ତି, ନହେଲେ ନାହିଁ ସେ ସେମିତି ଅସୁବିଧାରେ ରହିଛି ଆଉ। ହଁ, ଗଭର୍ଣ୍ଣମେଣ୍ଟ ଦଉଛି ବହୁତ ଲୋକଙ୍କୁ, ଆଉ ସେ ତ ଅସହାୟ ଲୋକଟା କୁଆଡ଼େ ଆଉ ଯାଇପାରୁନି, ଆସିପାରୁନି, ଯୋଉକୁ ହାବୁଡୁଛି ଯାହାକୁ କହୁଛି, ନହେଲେ କିଛି ହେଇପାରୁନି। ଆଉ ଗଭର୍ଣ୍ଣମେଣ୍ଟ ଦଉଛି, ତା କଥା କିଏ ଶୁଣୁଥିଲେ ସିନା ହେଇଥାନ୍ତା। ଦେଖନ୍ତୁ, ଆଜି ସେଟା ମୋ ନୋଟିସକୁ ଆଣିଛନ୍ତି ଏବଂ ସେ ଅନୁସାରେ ମୁଁ ବିଡିଓ ମହାକାଳପାଡ଼ାଙ୍କୁ ଇନକ୍ୱାରି କରିକି ତାର ପଦକ୍ଷେପ ନେବା ପାଇଁ ମୁଁ ନିର୍ଦ୍ଦେଶ ଦେଇ ସାରିଛି। ଆଚ୍ଛା, ସେ ଗୋଟେ ବଡ଼ ବିଗେଷ୍ଟ ଅଭିଯୋଗ ଆଣୁଛନ୍ତି କି ତାଙ୍କୁ ଲୋକମାନେ ଘର ପାଇଁ କହିଲେ ତାଙ୍କୁ ପଇସା ମାଗୁଛନ୍ତି ବା କହୁଛନ୍ତି ପଇସା ଦେଲେ ଆମେ ତୁମର ଘର କରେଇଦେବୁ। ଏ ବିଷୟରେ ସାର୍ ଆପଣ ସେଇଟା ବି ଇନକ୍ୱାରି କରିକି ଆମେ ଦେଖିବୁ। ସମୟର ଚକ୍ର ଭିତରେ ଭାଗ୍ୟକୁ ପ୍ରଶ୍ନ କରୁଛନ୍ତି ବୃଦ୍ଧା ଦମ୍ପତି। ଦଦରା କୁଡ଼ିଆରେ ବେସାହାରା ଜୀବନକୁ ନେଇ ବଞ୍ଚିବା ବା କେମିତି? ଯଦି ପ୍ରଶାସନିକ ଅଧିକାରୀ ଏହି ବୃଦ୍ଧା ଦମ୍ପତିଙ୍କ କୁଡ଼ିଆ ଉପରେ ନଜର ରଖି ଯଦି ଏକ ପକ୍କା ଘର ପ୍ରଦାନ କରନ୍ତେ, ତାହେଲେ ଏହି ଭଙ୍ଗା କୁଡ଼ିଆରେ ହସ ଫୁଟି ପାରନ୍ତା। ମାର୍ଶାଘାଇରୁ ପ୍ଲାବନ ସ୍ୱାଇଁ, ନ୍ୟୁଜ୍ 7।